ଦର୍ଶକ ବନ୍ଧୁ ମନେ ରଖନ୍ତୁ, 1 ନମ୍ବର, ପ୍ରଖର ସୂର୍ଯ୍ୟଙ୍କ କିରଣରେ କେବେ ବି ବେଶୀ ସମୟ ଠିଆ ହେବା ଉଚିତ ନୁହେଁ କିମ୍ବା ଶବଦାହ ବେଳେ ଧୂଆଁ ନାକରେ ବାଜିବା ଅନୁଚିତ। ଏହାଦ୍ୱାରା ଆୟୁ ନଷ୍ଟ ହୋଇଥାଏ। 2 ନମ୍ବର, ରାତିରେ ଦହି ଖାଇବା ଉଚିତ ନୁହେଁ ଏବଂ ଜୀବନରେ କେବେ ବି ମଦ୍ୟପାନ କିମ୍ବା ଧୂମପାନ କରିବା ଅନୁଚିତ। ଏହାଦ୍ୱାରା ଆୟୁ କ୍ଷୀଣ ହୋଇଥାଏ। 3 ନମ୍ବର, ଅଧିକ ଦିନ ପର୍ଯ୍ୟନ୍ତ ରାତିରେ ଉଜାଗର ରହିବା ଉଚିତ ନୁହେଁ କିମ୍ବା ଅତ୍ୟଧିକ ମୈଥୁନ କରିବା ଦ୍ୱାରା ଆୟୁ ନଷ୍ଟ ହୋଇଥାଏ। 4 ନମ୍ବର, ଘରେ କେବେ ବି ଛେଳି ପାଳନ କରିବା ଉଚିତ ନୁହେଁ। ଏହା ଅମଙ୍ଗଳ ହୋଇଥାଏ ଏବଂ ଦାରିଦ୍ର୍ୟତା ଦେଖାଦେବା ସହିତ ଅଭାବ ଅନଟନ ଲାଗି ରହିଥାଏ। 5 ନମ୍ବର, ସ୍ୱାମୀ ସ୍ତ୍ରୀ ମଧ୍ୟରେ ଯୁକ୍ତିତର୍କ କିମ୍ବା କଳହ ଲାଗି ରହିଲେ ଅଶୁଭ ହୋଇଥାଏ ଏବଂ ଘରେ ଅର୍ଥାଭାବ ଦେଖାଦେବା ସହିତ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ। 6 ନମ୍ବର, ଘରକୁ ଆସିଥିବା ଅତିଥିଙ୍କୁ ସତ୍କାର କରିବା ଉଚିତ। ଏହା କଲ୍ୟାଣକାରୀ ହେବା ସହିତ ଧନଧାନ୍ୟ ପ୍ରାପ୍ତ ହୋଇଥାଏ ଏବଂ ଦେବାଦେବୀଙ୍କର ଆଶୀର୍ବାଦ ମିଳିଥାଏ। 7 ନମ୍ବର, ସ୍ୱାମୀ ସ୍ତ୍ରୀ ଶୋଇବା ଘର ଶେଯର ଠିକ୍ ବିପରୀତ ଦିଗରେ ଦର୍ପଣ ରଖିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କ ଦୁର୍ବଳ ହୋଇଥାଏ। 8 ନମ୍ବର, ପ୍ରତ୍ୟେକ ଦିନ ସକାଳୁ ଉଠିଲା ପରେ 1 ଲୋଟା ପାଣି ଘର ଆଗରେ ଢାଳିବା ଉଚିତ। ଏହା ଶୁଭ ହେବା ସହିତ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। 9 ନମ୍ବର, ଦ୍ୱିତୀୟା ଏବଂ ତୃତୀୟା ତିଥିରେ କୌଣସି ସ୍ଥାନକୁ ଯିବା ଦ୍ୱାରା ଯାତ୍ରା ଶୁଭ ହୋଇଥାଏ ଏବଂ କାର୍ଯ୍ୟ ସଫଳ ହୋଇଥାଏ। 10 ନମ୍ବର, ପ୍ରତିପଦା କିମ୍ବା ଚତୁର୍ଥୀ ତିଥିରେ କୌଣସି କାର୍ଯ୍ୟରେ ଯାତ୍ରା କଲେ ଯାତ୍ରା ନିଷ୍ଫଳ ହୋଇଥାଏ ଏବଂ ଅର୍ଥହାନି ହୋଇଥାଏ। 11 ନମ୍ବର, ପଞ୍ଚମୀ ଏବଂ ସପ୍ତମୀ ତିଥିରେ କୌଣସି ଶୁଭ କାର୍ଯ୍ୟରେ ଯିବା ଦ୍ୱାରା ସର୍ବଶୁଭ ହୋଇଥାଏ ଏବଂ ଅର୍ଥ ପ୍ରାପ୍ତି ହୋଇଥାଏ। 12 ନମ୍ବର, ଷଷ୍ଠୀ ଏବଂ ଅଷ୍ଟମୀ ତିଥିରେ କାର୍ଯ୍ୟରେ ବାହାରକୁ ଗଲେ ଅଶୁଭ ହୋଇଥାଏ ଏବଂ ଦୁଃଖ କ୍ଲେଶ ବଢ଼ିବା ସହିତ ଦେହ ପୀଡ଼ା ହୋଇଥାଏ। 13 ନମ୍ବର, ନବମୀ ଏବଂ ଏକାଦଶୀ ତିଥିରେ ଯାତ୍ରା କଲେ କାର୍ଯ୍ୟ ଅଶୁଭ ହୋଇଥାଏ, ତା ସହିତ କାର୍ଯ୍ୟ ନିଷ୍ଫଳ ମଧ୍ୟ ହେବା ସହିତ ଶରୀର ପୀଡ଼ା ହୋଇଥାଏ। 14 ନମ୍ବର, ଦଶମୀରେ ଯାତ୍ରା କଲେ ଅର୍ଥ ପ୍ରାପ୍ତି ହୋଇଥାଏ ଏବଂ ଦ୍ୱାଦଶରେ ଯାତ୍ରା କଲେ ବୃଥା ଅର୍ଥବ୍ୟୟ ହୋଇଥାଏ ଏବଂ ତ୍ରୟୋଦଶୀରେ ଯାତ୍ରା କଲେ ଶୁଭ ହୋଇଥାଏ। 15 ନମ୍ବର, ଚତୁର୍ଦ୍ଦଶୀରେ ଯାତ୍ରା କଲେ ମନାନ୍ତର ହୋଇଥାଏ ଏବଂ ଅମାବାସ୍ୟାରେ ଦୁଃଖ ବୃଦ୍ଧି ଏବଂ ପୂର୍ଣ୍ଣିମାରେ ଯାତ୍ରା କଲେ ସର୍ବଶୁଭ ହୋଇଥାଏ। 16 ନମ୍ବର, ପିତ୍ତଳ ପାତ୍ରରେ ଭୋଜନ କଲେ ଆତ୍ମଶାନ୍ତି ପ୍ରାପ୍ତ ହୋଇଥାଏ। ସେହିପରି ତମ୍ବା ପାତ୍ରରେ ଭୋଜନ କରିବା ଦ୍ୱାରା ଶରୀରର କ୍ଳାନ୍ତି ବୃଦ୍ଧି ହୋଇଥାଏ ଏବଂ ଶରୀର ସୁସ୍ଥ ସବଳ ରହିଥାଏ। 17 ନମ୍ବର, କଦଳୀ ପତ୍ରରେ ଭୋଜନ କରିବା ଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ ଏବଂ ଆୟୁ ବୃଦ୍ଧି ହେବା ସହିତ ଦାରିଦ୍ର୍ୟତା ଦୂର ହୋଇଥାଏ। 18 ନମ୍ବର, ଭୋଜନ କରୁଥିବା ସମୟରେ, ସ୍ନାନ କରୁଥିବା ସମୟରେ ଏବଂ ଅଶୌଚ ସମୟରେ କାହାକୁ ନମସ୍କାର କରିବା ଉଚିତ ନୁହେଁ। ଏହାଦ୍ୱାରା ଦାରିଦ୍ର୍ୟତା ଦେଖା ଦେଇଥାଏ। 19 ନମ୍ବର, ଏକ ହସ୍ତରେ ଗୁରୁ ଗୁରୁଜନ ବ୍ରାହ୍ମଣ ଏବଂ ଦେବତାଙ୍କୁ କେବେ ବି ନମସ୍କାର କରିବା ଉଚିତ ନୁହେଁ। ଏହା ଅଶୁଭ ହେବା ସହିତ ଅମଙ୍ଗଳକାରୀ ହୋଇଥାଏ। 20 ନମ୍ବର, ବୁଧବାର କିମ୍ବା ଶୁକ୍ରବାର ଦିନ ନଖ କିମ୍ବା ବାଳ କାଟିବା ଉଚିତ। ଏହା ଶୁଭ ହୋଇଥାଏ ଏବଂ ଆୟୁଷ ବୃଦ୍ଧି ହେବା ସହିତ ଆତ୍ମଶକ୍ତି ବୃଦ୍ଧି ପାଇଥାଏ। 21 ନମ୍ବର, ପିଲାମାନଙ୍କ ଜନ୍ମଦିନରେ ଖସା ତେଲ ଲଗାଇ ଗାଧୋଇ ଦେବା ଉଚିତ ଏବଂ ଖସା ଲଡ଼ୁ ଖାଇବା ଦ୍ୱାରା ବର୍ଷେ ପର୍ଯ୍ୟନ୍ତ ବିଘ୍ନନାଶ ହୋଇଥାଏ। 22 ନମ୍ବର, ଶନିବାର ଦିନ ଲୁହା ଜିନିଷ କିଣାବିକା କରିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ବିଭିନ୍ନ ପ୍ରକାରର କ୍ଷତି ହେବା ସହିତ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ। 23 ନମ୍ବର, ଗାଲରେ କେବେ ବି ହାତ ଦେଇ ବସିବା ଉଚିତ ନୁହେଁ। ଏହାଦ୍ୱାରା
ମୁଣ୍ଡ ବ୍ୟଥା ହୋଇଥାଏ, ଖାଦ୍ୟ ହଜମ ହୋଇନଥାଏ, ଗୋଡ଼ରେ ଯନ୍ତ୍ରଣା ଦେଖାଦେଇଥାଏ ଏବଂ ମନରେ ଦୁଶ୍ଚିନ୍ତା ବୃଦ୍ଧି ହୋଇଥାଏ। 24 ନମ୍ବର, ବାଛୁରୀ ସହିତ ଗାଈକୁ ଦେବୀ ସଦୃଶ୍ୟ ପୂଜା କଲେ ମାତା ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ ଏବଂ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ। 25 ନମ୍ବର, ବିବାହ ସମୟରେ ବରକନ୍ୟା ଅଗ୍ନି ପ୍ରଦକ୍ଷିଣ କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଶରୀର ସୁସ୍ଥ ରହିଥାଏ ଏବଂ ସର୍ବ ଦେବାଦେବୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। 26 ନମ୍ବର, ଜନ୍ମମାସ, ଜନ୍ମଦିନ ଏବଂ ଜନ୍ମ ନକ୍ଷତ୍ରରେ ବର ଏବଂ କନ୍ୟାମାନଙ୍କର ବିବାହ କରିବା ଉଚିତ ନୁହେଁ। ଏହାଦ୍ୱାରା ସେମାନଙ୍କ ଭିତରେ ଦୁଃଖ ବୃଦ୍ଧି ହୋଇଥାଏ। 27 ନମ୍ବର, ସମାନ ଗୋତ୍ରରେ କେବେ ବି ବିବାହ କରିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ବଂଶାନୁଗତ ରୋଗ ହୋଇଥାଏ। 28 ନମ୍ବର, ସୁସ୍ଥ ମଣିଷ କେବେ ବି ଦିନ ସମୟରେ ଶୋଇବା ଉଚିତ ନୁହେଁ। ଏହାଦ୍ୱାରା ପାଚନ ଶକ୍ତି ହ୍ରାସ ହୋଇଥାଏ, ଆୟୁ କ୍ଷୀଣ ହୋଇଥାଏ, ଅଶାନ୍ତି ଏବଂ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ। 29 ନମ୍ବର, ନିଜ ସ୍ତ୍ରୀର ନିନ୍ଦା କେବେ ବି ଅନ୍ୟମାନଙ୍କ ପାଖରେ କରିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଅର୍ଥହାନି ଦେଖାଦେବା ସହିତ ଦୁଃଖ କଷ୍ଟ ପ୍ରାପ୍ତ ହୋଇଥାଏ। 30 ନମ୍ବର, ଗର୍ଭବତୀ ମହିଳାମାନେ କେବେ ବି ଦାନ୍ତମୂଳକୁ କାଠି ଦ୍ୱାରା ଖୁଣ୍ଟିବା ଉଚିତ ନୁହେଁ। ଏହାଦ୍ୱାରା ସନ୍ତାନର ଅମଙ୍ଗଳ ହୋଇଥାଏ ଏବଂ ସନ୍ତାନର ଆୟୁଷ କମ୍ ହୋଇଥାଏ। 31 ନମ୍ବର, ଛୋଟ ଛୋଟ କଥାରେ କେବେ ବି ଶପଥ ନେବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଜୀବନରେ ଦୁଃଖ କଷ୍ଟ ପ୍ରାପ୍ତ ହୋଇଥାଏ। 32 ନମ୍ବର, ଗରୁଡ଼ ପୁରାଣ ଅନୁସାରେ ଭୂମିକୁ ଗୋବରରେ ଲିପି ତା ଉପରେ ତିଳ ଏବଂ କୁଶ ବିଛାଇ ମରଣାସନ ବ୍ୟକ୍ତିଙ୍କୁ ଶୁଆଇ ଦେବା ଦ୍ୱାରା ବ୍ୟକ୍ତିଙ୍କ ପାପ ଖଣ୍ଡନ ହୋଇଥାଏ ଏବଂ ସ୍ୱର୍ଗ ପ୍ରାପ୍ତି ହୋଇଥାଏ। 33 ନମ୍ବର, କୁକୁର ପଛରେ କେବେ ବି ଗୋଡ଼ାଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଅମଙ୍ଗଳକାରୀ ହେବା ସହିତ ଅନିଷ୍ଟ ମଧ୍ୟ ହୋଇଥାଏ। 34 ନମ୍ବର, ରଜସ୍ୱଳା ମହିଳାମାନେ ଧର୍ମ ଆଲୋଚନା ପ୍ରବଣ କରିବା ଉଚିତ। ଏହାଦ୍ୱାରା ଜନ୍ମିତ ସନ୍ତାନ ଧାର୍ମିକ, ବୁଦ୍ଧିମାନ ଏବଂ ଜ୍ଞାନୀ ହୋଇଥାଏ। 35 ନମ୍ବର, ରଜସ୍ୱଳା ମହିଳାମାନେ ଆଖିରେ କଜଳ ଲଗାଇବା ଉଚିତ ନୁହେଁ। ଏହା ଅଶୁଭ ହେବା ସହିତ ଜନ୍ମିତ ସନ୍ତାନ ଅନ୍ଧ ହେବାର ସମ୍ଭାବନା ରହିଥାଏ। 36 ନମ୍ବର, ରଜସ୍ୱଳା ମହିଳାମାନେ ଶରୀରରେ ତେଲ ମାଲିସ କରିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଜନ୍ମିତ ସନ୍ତାନ ନିକମା ହୋଇଥାଏ। 37 ନମ୍ବର, ରଜସ୍ୱଳା ମହିଳାମାନେ କେବେ ବି ଭୟଙ୍କର ଚିତ୍କାର ଶୁଣିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଜନ୍ମିତ ସନ୍ତାନ ବଧିର ହେବା ସହିତ ସମ୍ଭାବନା ରହିଥାଏ। 38 ନମ୍ବର, ପ୍ରତ୍ୟେକ ଦିନ ଓମ୍ ଉଚ୍ଚାରଣ କରିବା ଉଚିତ। ଏହା ମଙ୍ଗଳକାରୀ ହୋଇଥାଏ ଏବଂ ଆତ୍ମିକ ବଳ ପ୍ରାପ୍ତ ହେବା ସହିତ ହତାଶ ଏବଂ ନିରାଶ ଭାବ ଦୂର ହୋଇଥାଏ।